হীরাকুদ বন্ধর কর্তৃপক্ষ নির্দেশ ক্রমে হীরাকুদ বন্ধর উপর মুন্ডে লগাণ বর্ষা জারি রয়েছে, যাফଳରେ କି ଜଳଭଣ୍ଡାର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହାକୁ ଆଖି ଆଗରେ ରଖି ଆମର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା 9/7/2024 ଗୁରୁବାର ଦିନ ଠିକ୍ 11ଟା ସମୟରେ ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। ଏଣୁ ନଦୀ ମଧ୍ୟକୁ ପ୍ରବେଶ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣଙ୍କୁ ସତର୍କ କରିଦିଆଯାଉଛି ଯେ ଇତିମଧ୍ୟରେ ନଦୀ ଭିତରକୁ ଯାଆନ୍ତୁ ନାହିଁ କିମ୍ବା ଆପଣଙ୍କର ଗୃହପାଳିତ ପଶୁମାନଙ୍କୁ ନଦୀ ଶଯ୍ୟା ଭିତରକୁ ଛାଡ଼ନ୍ତୁ ନାହିଁ। ଆଉ ଯେଉଁମାନେ ବି କେଉଟମାନେ ଧୀବରମାନେ ଅଛନ୍ତି ନଦୀ ଭିତରେ ସେମାନେ ସୁରକ୍ଷିତ ସ୍ଥାନକୁ ଚାଲି ଆସନ୍ତୁ। ଯଦି କୌଣସି ଦୁର୍ଘଟଣା ଘଟେ ତ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ଆମେ ବର୍ତ୍ତମାନ ଆମର ବାମସ୍ପିଲିରୁ ବାହାରି ଆମେ ଆସିଛୁ ଗୁଜାତଳ, କେଉଟପଡ଼ା, ବୃନ୍ଦାବତୀ ପଡ଼ା, ନେମ୍ପାଲି, ଏବେ କି ରେମେଳ ଛକ ଦେଇକିରି ଦୁର୍ଗାପାଲିରୁ ଏବେ ଆମେ ରିଙ୍ଗ ରୋଡରେ ଆମେ କଚେରୀ ଛକ ତକ ପହଞ୍ଚିଛୁ। ବର୍ତ୍ତମାନ ଆମେ ଏଇଠୁ ଆମେ ଧମା ପର୍ଯ୍ୟନ୍ତ ଆମେ ଯିବୁ ପ୍ରଚାର ମାଧ୍ୟମରେ।